चाषींक पई खुशी खबर एही दिन मिलिबो पीएम किसान रो 23तम किस्ती। प्रधानमंत्री कृषक सम्मान निधि योजनार 23तम किस्ती को नहीं सारा देशर चाषी अपेक्षा करिसेंती। एबे देशर कोटी कोटी चाषी को खुशी खबर मिली। पीएम किसान योजना रे ऑफिशियल एक्स अकाउंट रु आनुष्ठानिक तारीख घोषणा करा जायछि। प्रधानमंत्री नरेंद्र मोदी जून 20 रे पीएम किसान योजनार 23तम किस्ती जारी करिवे। सरकार कहिसेंती जे एही राशि सीधासळख हिताधिकारी चाषी अकाउंट को स्थानांतर कराजिबो। ଏହି ଟଙ୍କା ସେମାନଙ୍କର ଚାଷ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ। ଖରିଫ ଫସଲ ବୁଣା ସମୟରେ ଚାଷୀମାନଙ୍କ ପାଇଁ ଏହି ଆର୍ଥିକ ସହାୟତା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତାରକେଶ୍ୱରରୁ 23ତମ କିସ୍ତି ଜାରି କରିବେ। ପରବର୍ତ୍ତୀ ଖବର, ଆଉ ଔଷଧ ଦୋକାନରୁ କିଣିପାରିବେନି ସିରପ, ପ୍ରେସ୍କ୍ରିପ୍ସନ୍ ଦେଖାଇବାକୁ ବାଧ୍ୟ। କାଶ କିମ୍ବା ଅନ୍ୟ କୌଣସି ସିରପ କିଣିବା ନିୟମରେ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଅନୁସାରେ ବର୍ତ୍ତମାନଠାରୁ ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ୍ ବିନା କୌଣସି ମେଡିକାଲ ଷ୍ଟୋରରୁ ସିରପ କିଣି ହେବ ନାହିଁ। ସରକାର ସିରପର ଓଭର ଦି କାଉଣ୍ଟର ବା ବିନା ପ୍ରେସ୍କ୍ରିପ୍ସନ୍ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଡ୍ରଗ୍ସ ରୁଲ୍ସ 1945ର ସିଡ୍ୟୁଲ୍ କେ ରେ ବଡ଼ ସଂଶୋଧନ କରି ଏହି ନୂଆ ନିୟମ ଲାଗୁ କରିଛନ୍ତି। ସିଡ୍ୟୁଲ୍ କେ ଅନ୍ତର୍ଗତ କିଛି ସାଧାରଣ ଔଷଧକୁ ବିନା ଡାକ୍ତରୀ ପରାମର୍ଶରେ ବିକ୍ରି କରିବାକୁ ଅନୁମତି ଥିଲା, ଯେଉଁଥିରେ ସିରପ ମଧ୍ୟ ସାମିଲ ଥିଲା। କିନ୍ତୁ ଏବେ ସରକାର ଏହି ତାଲିକାରୁ ସିରପ ଶବ୍ଦକୁ ହଟାଇ ଦେଇଛନ୍ତି, ଯାହାଫଳରେ ସିରପ ବର୍ଗକୁ ମିଳୁଥିବା ସବୁ ଛାଡ଼ ଏବେ ଶେଷ ହୋଇଛି। ପରବର୍ତ୍ତୀ ଖବର, ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରସ୍ତୁତି ତ୍ରୁଟିଶୂନ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ରାଜ୍ୟ ସରକାରଙ୍କ ସଫଳ 2 ବର୍ଷ ଏବଂ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଜୁନ୍ 19 ଓ 20 ତାରିଖରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବିଶେଷ କରି ମେଗା ସାଧାରଣ ସଭା ଏବଂ ଭିଭିଆଇପି ମାନଙ୍କ ଗମନାଗମନ ସମୟରେ ଯେପରି କୌଣସି ତ୍ରୁଟି ନ ରହେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ବ୍ଲୁପ୍ରିଣ୍ଟ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଗସ୍ତ କେବଳ ଏକ ଉତ୍ସବରେ ସୀମିତ ନ ରହି ଓଡ଼ିଶାର ପ୍ରଗତି ପାଇଁ ଏକ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ମଞ୍ଚରୁ ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଓଡ଼ିଶା ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ହଜାର ହଜାର କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏଥିମଧ୍ୟରେ ବହୁ ପ୍ରତୀକ୍ଷିତ ରେଳବାଇ ପ୍ରକଳ୍ପ, ମେଗା କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପର ଶୁଭ ଉଦ୍ଘାଟନ ହେବା ନେଇ ବୈଠକର ଆଲୋଚନାରୁ ଜଣାପଡ଼ିଛି। ପରବର୍ତ୍ତୀ ଖବର, ଚାମେଲି ଓଝାଙ୍କୁ ମିଳିଲା ବେଲ୍, ଜାମିନ ଦେଲେ ଜେଏମ୍ଏଫ୍ସି ସିଟି ମାଜିଷ୍ଟ୍ରେଟ୍। ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ବେଲ୍। ଜେଏମ୍ଏଫ୍ସି ସିଟି ମାଜିଷ୍ଟ୍ରେଟ୍ ତାଙ୍କୁ ବେଲ୍ ପ୍ରଦାନ କରିଛନ୍ତି। ପୋଲିସକୁ ଆକ୍ରମଣ ଘଟଣାରେ ତାଙ୍କୁ ବେଲ୍ ମିଳିଥିବା ବେଳେ 2 ଜାମିନଦାର ଏବଂ 30,000 ଟଙ୍କାରେ ମିଳିଲା ଜାମିନ। ଏହା ପୂର୍ବରୁ ଘଟଣାରେ ଏନ୍ଏଚ୍ଆର୍ସି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ରିପୋର୍ଟ ତଲବ କରିଥିଲେ। ସୂଚନା ଥାଉ କି ଗତ 11 ତାରିଖରେ ଚାମେଲି ଓଝା ବିଡିଓଙ୍କୁ ଭେଟିବାକୁ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ପଞ୍ଚାୟତରେ ବିଭିନ୍ନ କାମର ନିର୍ମାଣ ସରିଥିଲେ ବି ଏହାର ବିଲ୍ କାହିଁକି ହୋଇପାରୁନାହିଁ ତାହାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ। ସେଠାରେ ଆଲୋଚନା କଲାବେଳେ ତାଙ୍କ ଭାଇ ମୋବାଇଲରେ ଭିଡ଼ିଓ କରୁଥିଲେ, ହେଲେ ଭିଡ଼ିଓକୁ ବିଡିଓ ଉପସ୍ଥିତ ବିଜେପି କର୍ମୀ ବିରୋଧ କରିବା ସହିତ ମୋବାଇଲ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାମେଲି ଓ ତାଙ୍କ ସାନ ଭାଇକୁ ଥାନାକୁ ନେଇ ଆସିଥିଲା। ପରବର୍ତ୍ତୀ ଖବର, ଜୁନ୍ 20ରୁ ବଢ଼ିବ ବର୍ଷାର ପରିମାଣ, ଦକ୍ଷିଣ ଓଡ଼ିଶାରେ ଛେଚିବ, ଉତ୍ତରରେ ସ୍ୱାଭାବିକ। ବର୍ତ୍ତମାନ ସ୍ଥଳଭାଗରେ ଯେଉଁ ଦକ୍ଷିଣ ପଶ୍ଚିମ ବାୟୁ ବହୁଛି ତାହା ଦକ୍ଷିଣ ଭାରତର କେନ୍ଦ୍ରୀୟ ଅଞ୍ଚଳରୁ ଆସୁଛି। ଏହା ସ୍ଥଳଭାଗ ଦେଇ ଆସୁଥିବାରୁ ଏଥିରେ ଯଥେଷ୍ଟ ଜଳୀୟ ବାଷ୍ପ ନାହିଁ। କେବଳ ସୂର୍ଯ୍ୟକିରଣ ଯୋଗୁଁ ସ୍ଥଳଭାଗ ପ୍ରତିକ୍ରିୟାଶୀଳ ହେଉଛି ଏବଂ ସମୁଦ୍ର ପବନ ମାଧ୍ୟମରେ ଆସୁଥିବା ସୀମିତ ଜଳୀୟ ବାଷ୍ପ ପ୍ରଭାବରେ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହେଉଛି। ଏହି ବର୍ଷା ନିୟମିତ ନୁହେଁ ଏବଂ ଏହା ବିଶେଷ କରି ସନ୍ଧ୍ୟା ସମୟରେ ଉପକୂଳ ଓ ତାର ଆଖପାଖ ଜିଲ୍ଲାଗୁଡ଼ିକରେ ଦେଖାଯାଉଛି। ବର୍ତ୍ତମାନ ହେଉଥିବା ଏହି ଅନିୟମିତ ବର୍ଷା ଦ୍ୱାରା ଚାଷୀମାନେ କେବଳ ଧାନ ତଳି ପକାଇ ପାରିବେ, କିନ୍ତୁ ଏହା ଚାଷ ପାଇଁ ସ୍ଥାୟୀ ସମାଧାନ ନୁହେଁ। ଏହାଦ୍ୱାରା ଆଭ୍ୟନ୍ତରୀଣ ଓଡ଼ିଶାରେ ଚାଷ କାର୍ଯ୍ୟ ସାମାନ୍ୟ ପ୍ରଭାବିତ ହୋଇପାରେ। ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ବା ଅଧିକ ତାପମାତ୍ରା ଜୁନ୍ 18 ତାରିଖ ପର୍ଯ୍ୟନ୍ତ ରହିବ। 19 ତାରିଖରୁ ତାତି ଧୀରେ ଧୀରେ କମିବ ଏବଂ ଏହାପରେ ତାପମାତ୍ରା ଅଧିକ ବଢ଼ିବାର ସମ୍ଭାବନା ନାହିଁ। ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସ୍ଥାନରେ 18 ତାରିଖ ଯାଏ ତାତି ଓ ଗୁଳୁଗୁଳି ରହିବ। ଜୁନ୍ 17, 18 ଓ 19 ତାରିଖ ବେଳକୁ ଆରବ ସାଗରର ପ୍ରବାହ ଧୀରେ ଧୀରେ ସକ୍ରିୟ ହେବାକୁ ଲାଗିବ। 19-20 ତାରିଖ ଆଡ଼କୁ ପାଣିପାଗର ଏହି ଶୈଳୀରେ ବଡ଼ ପରିବର୍ତ୍ତନ ଆସିବ। ପରବର୍ତ୍ତୀ ଖବର, ବ୍ରହ୍ମପୁର ଚିକିତ୍ସା କ୍ଷେତ୍ରରେ ମାଇଲଖୁଣ୍ଟ, ସମ୍ ହସ୍ପିଟାଲରେ ହାଇଟେକ୍ ନ୍ୟୁରୋସର୍ଜରୀ ଦ୍ୱାରା ମହିଳାଙ୍କ ଜୀବନ ରକ୍ଷା। ଆଞ୍ଚଳିକ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ସଫଳତା ସ୍ୱରୂପ
ब्रह्मपुर शीतलापल्ली स्थित इंस्टीट्यूट ऑफ मेडिकल साइंस एंड सम हॉस्पिटल कैंपस 3 रो सर्जिकल टीम द्वारा जड़े 60 वर्षीय महिला मस्तिष्क विभजनक ट्यूमर को सफलतार सह बाहर करा जायछि। अत्याधुनिक ज्ञानकौशल प्रयोग माध्यम प्रथम थर पर सम हॉस्पिटल रे सफल अस्त्रोपचार करा जायछि। सरस्वती बेहरा नामक महिला असह्य मुंडबिंधा बाम हाथ और गोड़े दुर्बल अनुभव कारण हॉस्पिटल रे भर्ती होते तांकर स्नायविक लक्षणर गंभीरता को दृष्टि रखी तुरंत एमआरआई करा जायतिला। इमेजिंग जना पड़ा जे मस्तिष्क एक बृहत ट्यूमर रही। मस्तिष्क ही स्थान में ट्यूमर होगा अत्यंत जटिल कारण यह मस्तिष्क मूल अंश थाए और चेहरार चलप्रचल और श्रवण शक्ति नियंत्रण करुवा सूक्ष्म स्नायुगुड़िक यार निकटवर्ती होता। परवर्ती खबर प्रथम रु अष्टम श्रेणी बही में 1678 भूल बनान ठारू आरंभ कर महापुरुषों ना सबुरे त्रुटि। जातीय शिक्षानीति 2020 आधार में राज्य में प्रथम रु अष्टम श्रेणी पाठ्यपुस्तक परिवर्तन होती। बहु पूर्व प्रस्तुति आरंभ करथिला विद्यालय और गणशिक्षा विभाग। अभिज्ञ शिक्षक शिक्षयित्री को नहीं शिक्षक शिक्षा निर्देशालय एवं राज्य शिक्षा गवेषणा और प्रशिक्षण परिषद पाठ्यपुस्तक प्रस्तुत करथिला। हेले विडंबनार विषय प्रथम रु अष्टम श्रेणी जाए समस्त पाठ्यपुस्तक रही माळमाळ भूल। शब्दर बनान ठारू आरंभ कर महापुरुषों नाम सबुथिरे त्रुटि देखा मिली। रिपोर्ट अनुसार नुआ बही में ओडिशा विधानसभा चित्र स्थान में कर्णाटक विधानसभा स्थानित कर ओडिशार नियमगिरी को झारखंडर नियमगिरी सुनंदा पट्टनायक नाम को सनंदा पट्टनायक बोली उल्लेख कर हीरा बदल में सुना बोली लिखा जाइछि। डंगरिया जनजाति को ढोंगारिया उल्लेख होइछि। एमितिकी गंजाम जिला को ब्रह्मपुर जिला करा जाइछि। एपरी 1678 भूल चिन्हट होइछि। सर्वाधिक 705 भूल अष्टम श्रेणी बही रही। ए समस्त भूल को खोद विद्यालय और गणशिक्षा विभाग स्वीकार करिछि। यार संशोधन पई तालिका प्रस्तुत होइछि। परवर्ती खबर कटक डीसीपी बड़ बयान मृत्यु पूर्व चापर थिले चैटिंग और कॉल रेकर्डिंग जांच चली। डाक्तरी छात्री चंद्रिका भंजवाला हेम्ब्रम को मृत्यु घटना बढ़िला प्रेमिक भीमसेन टुडू अड़ुआ आग को भीमसेन को रिमांड रे आनी जेरा करिबो बारंग पुलिस। एथिपाई समस्त तथ्य संग्रह करा जायछि। भीमसेन टुडू और तांको नुआ प्रेमिका पुलिस कान रे अछंती। ओएस प्रेमिक और चंद्रिका संपर्क में मध्य कौन बद थिला तार खियो जोड़िबा को बारंग पुलिस तदंत चलाइछि। उदला स्थित चंद्रिका घर डिजिटाल तथ्य संग्रह होइछि। एने कटक डीसीपी खिलारी ऋषिकेश ज्ञानदेव प्रेसमिट रे सूचना दैछन्ति। डीसीपी आहुरी मध्य कहिछन्ति जे उदला रे बारंग पुलिस चंद्रिका माँ भाई एवं संपर्कियों को पचराउचरा करि फेरिछि। मृत्यु पूर्व चंद्रिका और तांको माँ को व्हाट्सएप चाट हस्तगत होइछि। अभियुक्त भीमसेन बाबद में माँ झीओं मध्य चैटिंग होइतिला। आईनगत पदक्षेप नचेत किछि बड़ पदक्षेप नेबी बोली चंद्रिका लिखिथिले। मु जदि किछि पदक्षेप नेउछि ताहले तमे पुरुष बंधु भीमसेन विरुद्ध रे केस देबाकू चंद्रिका माँ को मेसेज करथिले। पुलिस 2 जनक मोबाइल जबत करिछि। परवर्ती खबर नीट परीक्षा को श्रृंखलित करने को नहीं आलोचना। लोकसेवा भवन में बड़ बैठक। नीट परीक्षा को श्रृंखलित करने लोकसेवा भवन में बड़ बैठक। मुख्य शासन सचिव अध्यक्षतार बसी बैठक। विभिन्न विभागर सचिव उपस्थित थिले। तेबे यह बैठक में जिलापाल आलोचना कले गृह विभागर अतिरिक्त मुख्य सचिव हेमंत शर्मा। छात्र छात्री जीवा आसवा बस व्यवस्था करने कहुଯାଇଛି। कौन व्यवस्था होती जिलापाल मानू रिपोर्ट नि सुपरभाइजर पुलिस मजिस्ट्रेट ठीक समय पहुंचे जहाँ जहाँ दायित्व दि जाए सठिक भाव निर्वाह करने को निर्देश। कौन त्रुटि को बर्दाश्त कर सेंटर को सानिटाइज करा जोग दिवस कार्यक्रम 8टा सुधा सारिबा को जिलापाल मानक निर्देश। सेंटर रे मेडिकल सुविधा पानी सुविधा निश्चित कराइबा को निर्देश। परवर्ती खबर 11 दिन धरी दिल्ली में महानदी मानस मंथन 2 राज्य तुटाइबे विवाद। महानदी ट्रिब्यूनाल का निर्देश अनुसार महानदी प्रसंग में 11 दिन धरी दिल्ली में हेबो मानस मंथन। 16 जून रु 26 जून पर्यंत महानदीर मुख्य प्रसंग गुड़िक उपर हेबो व्यापक चर्चा आलोचना। ट्रिब्यूनाल पूर्व शुणाणी समय 2 राज्य छत्तीसगढ़ और ओडिशा तरफ एने निवेदन करथिले। उभय राज्य पई मुख्य प्रसंग हेउछि उभय राज्यर जल आवंटन। एने एक विस्तृत आलोचना हेबा दरकार बोली उभय राज्य कहिथिले। उभय राज्यर टेक्निकल टीम और लीगल टीम आलोचना करिवे बोली पूर्व शुणाणी समय कहिथिले एडवोकेट जनरल पीताम्बर आचार्य। सेपरि जदि दरकार पड़े बैठक में सीडब्ल्यूसी रे सहायता नियाजिबो बोली मध्य से कहिथिले। आलोचनार फलाफल ट्रिब्यूनाल पाखरे दाखल करिवे उभय राज्य। 27 जून रे मामलार परवर्ती शुणाणी हेबो। परवर्ती खबर भिजिलांस जाल रे महिला आरआई मत्स्य पोखरी योजन हिताधिकारी नेउथिले लांच। भिजिलांस जाल रे लांचुआ राजस्व निरीक्षक मत्स्य पोखरी योजन एक पोखरीर ट्रास मैप पई 4000 टंका लांच नेबा बेले भिजिलांस आबुड़े पड़ती बोरीगुमा तहसिल अंतर्गत कोसागुड़ार राजस्व निरीक्षक शैलबाला नायक। अभियोग अनुसार जड़े हिताधिकारी मत्स्य पोखरी योजन एक पोखरी खोलिबा आवेदन करथिले। सब्सिडी पाइबाकू हेले यार ट्रेस मैप दरकार।
ହେଲେ 40,000 ଟଙ୍କା ନଦେଲେ ଟ୍ରାନ୍ସମ୍ୟାପ୍ ଦେବେନି ବୋଲି ରାଜସ୍ୱ ନିରୀକ୍ଷକ ହିତାଧିକାରୀଙ୍କୁ କହିଥିଲେ। ଏନେଇ ହିତାଧିକାରୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ, ଯାହାପରେ ଭିଜିଲାନ୍ସ ପୂର୍ବ ଯୋଜନା ମୁତାବକ ହିତାଧିକାରୀଙ୍କ ମାଧ୍ୟମରେ ରାଜସ୍ୱ ନିରୀକ୍ଷକଙ୍କୁ ଧରିଥିଲେ। ତେବେ ଲାଞ୍ଚ ନେବା ଘଟଣାକୁ ଅସ୍ୱୀକାର କରିଛନ୍ତି ଶୈଳବାଳା ନାୟକ। ପରବର୍ତ୍ତୀ ଖବର, ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ମମତା, ଭବାନୀପୁର ରେଜଲ୍ଟକୁ ଚ୍ୟାଲେଞ୍ଜ କରିଗଲେ ହାଇକୋର୍ଟ। ପଶ୍ଚିମବଙ୍ଗ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତୃଣମୂଳ କଂଗ୍ରେସ ଟିଏମସି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳକୁ ଚ୍ୟାଲେଞ୍ଜ କରି କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଭବାନୀପୁର ବିଧାନସଭା ଆସନରୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାଜିତ ହେବା ପରେ ସେ ଏହି ଆବେଦନ ଦାୟର କରିଛନ୍ତି। ମମତା ବାନାର୍ଜୀ ନିଜର ଗଡ଼ କୁହାଯାଉଥିବା ଭବାନୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁ ଆସନକୁ ସେ 2021 ମସିହାରୁ ନିଜ କବ୍ଜାରେ ରଖିଥିଲେ। ତେବେ ଏହି ନିର୍ବାଚନରେ ବିଜେପିର ଶୁଭେନ୍ଦୁ ଅଧିକାରୀ ତାଙ୍କୁ 15,000ରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ପରବର୍ତ୍ତୀ ଖବର, ଦିଲ୍ଲୀ ପୋଲିସକୁ ସଫଳତା, ଟଳିଲା ବଡ଼ ଆତଙ୍କବାଦୀ ଆକ୍ରମଣ। ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏବଂ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ମିଳିତ ଭାବେ ଏକ ବଡ଼ ସଫଳତା ହାସଲ କରିଛି। ପାକିସ୍ତାନର ଆଇଏସ୍ଆଇର ଏକ ପ୍ରମୁଖ ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ସ୍ପେଶାଲ ଅପରେସନରେ 7 ଜଣ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରାଯାଇଛି। ଫଳରେ ଦେଶର ରାଜଧାନୀରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀ ବିଜୟଙ୍କ ମେଗା ଘୋଷଣା, 14 ଲକ୍ଷରୁ ଅଧିକ ଚାଷୀ ହେବେ ଉପକୃତ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ରାଜ୍ୟର ଚାଷୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରେ 75,000 ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ 14.43 ଲକ୍ଷ ଚାଷୀ ଉପକୃତ ହେବେ। ତେବେ ଏହି ଯୋଜନା ଯୋଗୁଁ ରାଜ୍ୟ କୋଷାଗାର ଉପରେ 5,932 କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଯେଉଁ ଚାଷୀମାନେ 75,000 ଟଙ୍କାରୁ ଅଧିକ ଋଣ ନେଇଛନ୍ତି, ସେମାନଙ୍କର 35,000 ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରାଯିବ। ଏହି ସଂଶୋଧିତ ନିଷ୍ପତ୍ତି ଚାଷୀଙ୍କ ଦାବି ପରେ ନିଆଯାଇଛି, କାରଣ ଏହା ପୂର୍ବରୁ ସରକାର କେବଳ 50,000 ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରିବାକୁ ଘୋଷଣା କରିଥିଲେ। ଚଳିତ ବର୍ଷ 2025 ମେ 1ରୁ 2026 ଫେବୃଆରୀ 28 ମଧ୍ୟରେ ନିଆଯାଇଥିବା ସମସ୍ତ ଫସଲ ଋଣ ଉପରେ ଏହି ରିହାତି ଲାଗୁ ହେବ। ଏହି ପଦକ୍ଷେପ ଆଗାମୀ ଚାଷ ଋତୁ ପାଇଁ ଚାଷୀମାନଙ୍କୁ ନୂତନ ଋଣ ନେବାରେ ବିଶେଷ ସହାୟକ ହେବ। ପରବର୍ତ୍ତୀ ଖବର, ଜମି ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ। ରାଜ୍ୟରେ ଶସ୍ୟ ସଂରକ୍ଷଣ ପାଇଁ ସ୍ଥାନ ଅଭାବ, ଏହାକୁ ଦୂର କରିବା ପାଇଁ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା ଅନ୍ତର୍ଗତ ବୃହତ୍ କ୍ଷମତା ସମ୍ପନ୍ନ ଗୋଦାମ ନିର୍ମାଣ କରାଯିବ। ଉପଯୁକ୍ତ ଜମି ଚିହ୍ନଟ କରାଯାଇ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ଗୃହ, ଶିଳ୍ପ, ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ଯୋଗ ଦେଇଥିଲେ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିବା ବେଳେ ଜଗତସିଂହପୁର, କଟକ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଜିଲ୍ଲାପାଳମାନେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉପସ୍ଥିତ ଥିଲେ। ପରବର୍ତ୍ତୀ ଖବର, ଜୁନ୍ 21ରୁ ରାଜ୍ୟବ୍ୟାପୀ ହେବ ସୁଭଦ୍ରା ଶକ୍ତି ସମାବେଶ। ସମସ୍ତ ଗ୍ରାମ ପଞ୍ଚାୟତରେ ହେବ ଏହି ସମାବେଶ। ଜୁନ୍ 21ରୁ 30 ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ସଶକ୍ତିକରଣ ଓ ଜୀବିକା ସୁଯୋଗ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ସ୍ଥିତ ମିଶନ ଶକ୍ତି ଭବନଠାରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ। ରାଜ୍ୟର ସମସ୍ତ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ପରବର୍ତ୍ତୀ ଖବର, ବନ ବିଭାଗରେ ବଡ଼ ଅଦଳ ବଦଳ, 61 ଏସିଏଫ୍, 124 ରେଞ୍ଜରକୁ ବଦଳି। ବନ ବିଭାଗର ସହକାରୀ ବନ ସଂରକ୍ଷକ ଏସିଏଫ୍ ଓ ରେଞ୍ଜରଙ୍କ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି। ମୋଟ 61 ଜଣ ଏସିଏଫ୍ ବିଭିନ୍ନ ବନଖଣ୍ଡକୁ ବଦଳି ହୋଇଛନ୍ତି। ସେହିପରି 124 ଜଣ ରେଞ୍ଜରକୁ ମଧ୍ୟ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଛି। ଏନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବ୍ରହ୍ମପୁର ସାମନ୍ତିପାଲି ବନାଞ୍ଚଳର ଏସିଏଫ୍ ମନୋଜ କୁମାର ପାତ୍ର, ଚନ୍ଦକା ବନଖଣ୍ଡର ଏସିଏଫ୍ ସଂଗ୍ରାମ ମହାନ୍ତି, ଭୁବନେଶ୍ୱର ସିଟି ଡିଭିଜନର ଉତ୍ତର କୁମାର ଗଡ଼ନାୟକ, ସମ୍ବଲପୁର ମଣ୍ଡଳର ଯଶବନ୍ତ କରାଳି ଓ ଚମ୍ପୁଆ ବନାଞ୍ଚଳର ଅକ୍ଷୟ କ୍ଷତ୍ରିୟଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମରେ ଭାରପ୍ରାପ୍ତ ଖଣ୍ଡୀୟ ପରିଚାଳକ ଦାୟିତ୍ୱ ମିଳିଛି। ପରବର୍ତ୍ତୀ ଖବର, ଫ୍ରାନ୍ସରେ ଟ୍ରମ୍ପଙ୍କୁ ଭେଟିଲେ ପିଏମ୍ ମୋଦି, ହାତ ମିଳାଇ ପରସ୍ପରକୁ କଲେ ଆଲିଙ୍ଗନ। ଚଳିତ ଥର ଫ୍ରାନ୍ସ ଦ୍ୱାରା ଆୟୋଜିତ ହୋଇଛି G7 ଶିଖର ସମ୍ମିଳନୀ, ଯେଉଁଠାରେ ଏହି ଗୋଷ୍ଠୀର ନେତାମାନେ ଏକାଠି ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଏହି ବିଶେଷ ସମ୍ମିଳନୀରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସୁନ୍ଦର ଫରାସୀ ସହର ଇଭିଆନରେ ପହଞ୍ଚିଛନ୍ତି। ପ୍ରକୃତରେ ଏହି ଶିଖର ସମ୍ମିଳନୀରେ ବିଶ୍ୱ ଅର୍ଥନୀତି, ଶକ୍ତି ସୁରକ୍ଷା, କୃତ୍ରିମ ବୁଦ୍ଧିମତ୍ତା, ୟୁକ୍ରେନ ସଂକଟ ଏବଂ ପଶ୍ଚିମ ଏସିଆ ଉତ୍ତେଜନା ଉପରେ ବିସ୍ତୃତ ଆଲୋଚନା ହେବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟ୍ରମ୍ପ
फ्रांस रे G7 शिखर सम्मेलन में साक्षात करिसेंती। दुई नेता हाथ मिलाई मध्य आलिंगन करिसेंती। यह उल्लेखनीय जे प्रधानमंत्री मोदी और अमेरिका राष्ट्रपति मध्य एक द्विपाक्षिक बैठक आज अनुष्ठित हेबो, जहां व्हाइट हाउस द्वारा संप्रति घोषणा करा जायछि। परवर्ती खबर, गंगा उपरे नियंत्रण चाहूछि बांग्लादेश, पद्मा ब्यारेज नारे करुछि बड़ षड़यंत्र। बांग्लादेशर शेख हसीना सरकार जिबा परे क्षमता को आसिछंती तारिक रहमान सरकार। से 2.1 किलोमीटर लंबा पद्मा ब्यारेज तैयारी करिबार घोषणा करिछंती। बांग्लादेश रे गंगा नदी को पद्मा कहा जाए। बांग्लादेश रो नुआ पद्मा ब्यारेज पश्चिम बंगर फरक्का ब्यारेज ठारू 180 किलोमीटर दूर रे रहिछि। बांग्लादेश रो अभियोग हेउछि जे एही फरक्का ब्यारेज कारणरू तार पानी रो अभाव देखिबा को मिलिछि। फरक्का भारतर सबठारू विशाल नदीबंध मध्यରୁ अन्यतम, जेउथिरू बाहरिछि एक नाळ। एही गंगार पानी को भागीरथी हुगुली नदी को पठाइबा को तैयारी करा जायछि, जहा फଳରେ कोलकाता बंदर को सफा रखि हेबो। नुआ पद्मा ब्यारेज रे 2900 मिलियन क्यूबिक पानी रखिबार क्षमता रहिबो। दाबी करा जाउछि जे एहा दक्षिण पश्चिम और उत्तर बांग्लादेश रो 6.5 कोटी लोकंक पई वरदान प्रमाणित हेबो। सेभଳି बांग्लादेश यह मध्य अभियोग करिछि जे भारतर फरक्का नदीबंध तांको देशरे पानी समस्या पई दायी। एही विवाद कारणरू भारत और बांग्लादेश भितर तिस्ता सहित बहु नदी पानी बंटन नहीं चुक्ति स्वाक्षर होई पारि नाही। परवर्ती खबर, ओडिशा रे एसआईआर 3 कोटी 16 लाख भोटर को मैपिंग सफल। राज्य में मोट 3 कोटी 33 लाख भोटर अछंती। सेमानक मध्यरु प्राक एसआईआर 3 कोटी 16 लाख अर्थात 94.6% भोटर को मैपिंग सफलतार सहकार शेष होइछि बोली काली राज्य में चलिथिबा स्वतंत्र सघन संशोधन कार्यक्रम समीक्षा बैठक जना जायछि। वरिष्ठ उपनिर्वाचन आयुक्त ज्ञानेश भारती 2 दिनिया ओडिशा गस्तर आसी प्रथम दिन में भुवनेश्वर समीक्षा करिसेंती। आज गंजाम जिला जाई सेठारे स्वतंत्र सघन संशोधनर अग्रगति नहीं जिला प्रशासन सह आलोचना करिवार कार्यक्रम रहिछि।